ଲୁନା ଆଇଲା ଭଳିଆ ଲାଗୁଛି। ଲୁନା ତୋର ଏତେ ଗୋଟେ ଜମି ଏତେ ବର୍ଷ ହେଲା ତୋ ଭାଇ ଖାଇଲାଣି, ଭାଇ ଭାଇ ଭିତରେ ସେଇଟା ଭାଗ ବାଣ୍ଟି ଦଉନ। ଏ ଭାଗ ବାଣ୍ଟିବୁ ଯେ ଠିକ୍ ଅଛି, ତମେ ସପୋର୍ଟ କଲେ ସିନା ମୁଁ ଭାଗ ମାଗି ପାରିବି, ନହେଲେ କେମିତି ମାଗିବି? ଆରେ ଆମେ ତ ପୁରା ଅଛୁ। ଆଜି ସନ୍ଧ୍ୟାରେ କ'ଣ ଗୋଟେ ଫାଇସାଲ କରିଦେବା। ତୁ ଯା ତୋ ଭାଇ ପାଖକୁ ଯାଇକି କଥା ହେଇକି ଆସ। ହଉ ଠିକ୍ ଅଛି, ଭାଗ ମାପିବି ତମମାନଙ୍କୁ ହିଁ ଜଣେଇବି। ଠିକ୍ ଅଛି, ସନ୍ଧ୍ୟାବେଳେ ମିଟିଂଟା କରିବ। ଠିକ୍ ଅଛି। ଲୁନା ଆସିଲା ନା କଣ? ହଁ ଭାଇ ନମସ୍କାର। ଆରେ ଲୁନା କେତେବେଳେ ଆସିଲୁ? ମୁଁ ଆସିଲି, ଛାଡ଼ ସେ କଥା। ଆରେ ଥାଉ ଥାଉ ଥାଉ, ମାଟି ଲାଗିବ ଥାଉ। ଆରେ କ'ଣ ହେଲା ଲୁନା? ନା ଆଉ କିଛି ଜାଣିବା ଦରକାର ନାହିଁ। ବହୁତ ଦିନ ହେଲା ଜମି ଚାଷ କଲଣି, ଏଥର ଦୁଇ ଭାଗ କର। ଦୁଇ ଭାଗ କଲା ପରେ ଦୁଇ ଭାଇ ଯେ ଯାହାର ଅଲଗା ଚଳିବା। ଆରେ କି ଆଶ୍ଚର୍ଯ୍ୟ କଥା, ତୁ ଏମିତି କ'ଣ ହଉଛୁ ଲୁନା? ହଉ ଲୁନା, ତୁ କାହିଁକି ରାଗୁଛୁ? ଚା ଚା ବସିକି କଥା ହେବା, ଚାଲୁ। ଭାଇନା ଲୁନା କେତେବେଳେ ଆସିଲା? ହଁ ଭାଇନା ନମସ୍କାର। ନମସ୍କାର। ଆରେ ବେଙ୍ଗଲୋର କେତେବେଳେ ଆସିଲୁ? ଆସିଲି ଦ୍ୱିପହରେ। ଆଉ କ'ଣ ଦି ଭାଇ ବସି ଦୁଃଖ ସୁଖ ହଉଛ? ହଁ ଏମିତି ଆଉ। ଆଉ ସବୁ ପିଲା ସବୁ ଭଲ ଅଛନ୍ତି? ପିଲା ଛୁଆ ସବୁ ଭଲ ଅଛନ୍ତି। ଆଉ ବହୁତ ଦିନ ପରେ ଆସିଲୁ ଗାଁକୁ? ଗାଁକୁ ମନେ ପଡ଼ିଲା ଟିକେ ଆସିଲି। ତା ଛଡ଼ା ଭାଇଟା ମୋର ଜବରଦସ୍ତି କରିକି ଚାଷ କରି ଖାଉଛି। ମୁଁ ପିଲାଟି ଦିନରୁ ପାଠ ପଢ଼ିଲା ବେଳୁ। ଆଉ ଏଣିକି ଗାଁ ପଞ୍ଚାୟତରେ ଜମିଟା ଦି ଭାଗ କରିଦେବା। ଆଉ ଚଗଲା ଭାଇଠୁ ଭାଗ ନେବୁ? ଭାଗ ନେବିନି ନା? ସିଏ ଜୀବନରେ କ'ଣ କରିଛି ତୋ ପାଇଁ ତୁ କେବେ ଚିନ୍ତା କରିଛୁ? ଥାଉ ଭାଇନା, ଭାଇନା ଥାଉ। ନାଇଁ ଚଗଲା, ବହୁତ ହେଇଗଲା। ତୁ ଯେତିକି ଦିନ ପର୍ଯ୍ୟନ୍ତ ରାଡ଼ ନିୟମ ଦେଇକିରି ମୋତେ ମନା କରିଥିଲୁ ସେ ପର୍ଯ୍ୟନ୍ତ କହିନଥିଲି, କିନ୍ତୁ ଏବେ ଯେହେତୁ ପାଣି ମୁଣ୍ଡରୁ ପୁରା ଗଡ଼ିଗଲାଣି, ତାକୁ ନିଶ୍ଚୟ ଜଣାଇବାକୁ ପଡ଼ିବ। ଆରେ ମନେ ଅଛି ତୋର ଯେତେବେଳେ କି 4 ବର୍ଷ ବୟସର ହେଇଥିଲୁ, ଏଡ଼ିକିଟି ହେଇଥିଲୁ, ଯୋଉଦିନ ତୋ ମା ଆର ପାରିକି ଚାଲିଗଲେ। ମା ଯିବା ପରେ ବାପା ଶଯ୍ୟାଶାୟୀ ହେଇଗଲେ ବେମାର ହେଇକିରି। ସେତେବେଳେ କିଏ ତତେ ଛୋଟରୁ ବଡ଼ କରିଥିଲା? ଏଇ ଭାଇ ଭାଉଜ ନିଜର ଦୁଃଖକୁ ନିଜର ଯନ୍ତ୍ରଣାକୁ ମନ ଭିତରେ ରଖି ତତେ ଏଡ଼ିକିଟେରୁ ଏଡ଼ିକିଟେ କଲେ। ମନେ ପକା ସେଇଦିନ ଯୋଉଦିନ ତତେ ଭଙ୍ଗା ସାଇକେଲରେ ଧରିକିରି ଏଇ ଚଗଲା ଭାଇ ସ୍କୁଲକୁ ନେଉଥିଲା ଛାଡ଼ିବା ପାଇଁ। ସାଥିରେ କ'ଣ ଧରିଥିଲା ଜାଣିଥିଲୁ? କାନିରେ ଧାନ ପୁଞ୍ଜ ଧରିଯାଏ। କ'ଣ ପାଇଁ? ମୋ ଭାଇଟା ଜିଦ୍ ଯେତେବେଳେ କରିବ ଆଇସ୍କ୍ରିମ୍ ଖାଇ ବୋଲି ପଇସା ନଥାଏ ତା ପାଖରେ, ସେଇ ଧାନକୁ ଦେଇକିରି ତୋର ଖୁସି ପାଇଁ ଆଇସ୍କ୍ରିମ୍ କିଣିଦିଏ। ତୁ ଯେତେବେଳେ ଖୁସି ହଉ ନିଜେ ଖୁସି ହେଇଯାଏ। ଭୁଲିଗଲୁ? ମନେ ପକା ସେଇ ଦିନକୁ, ଯେତେବେଳେ କି ତୁ +2 ପାସ୍ କଲା ପରେ ଇଞ୍ଜିନିୟରିଂ କଲେଜରେ ପାଠ ପଢ଼ିବା ପାଇଁ ଜିଦ୍ କଲୁ। ପଇସା କେଉଁଠୁ ଆସିଲା? ବର୍ଷକୁ 4 ଲକ୍ଷ ଟଙ୍କା, ତା ସାଙ୍ଗରେ ହଷ୍ଟେଲ ଫିଜ୍, ତା ସାଙ୍ଗରେ ତୋର ରହଣି ଚହଣି, ଖାଇବା ପିଇବା, ଆଉ ଝିଅନ ସାଙ୍ଗରେ ପଇସା ଉଡ଼େଇବା। ମାସକୁ ଯେତେବେଳେ ବାରମ୍ବାର ପଇସା ମାଗୁଥିଲୁ ଭାଇକି, ସେ କୋଉଠୁ ଆଣିକି ଦଉଥିଲା? ଭାଇନା ହଉ ଭାଇନା। ନାଇଁ ଚଗଲା, ତାକୁ କିଛି ଜଣେଇବା ଦରକାର ନାହିଁ। ଚଗଲା ବହୁତ ହେଇଗଲା, ବହୁତ ହେଇଗଲା। ବଡ଼ ଭାଇର କର୍ତ୍ତବ୍ୟ ବହୁତ କରିସାରିଲୁ। ଏବେ ସାନ ଭାଇ ଜାଣିବା ଦରକାର ଯେ ବଡ଼ ଭାଇ ତା ପାଇଁ କ'ଣ କରୁଛି। ମନେ ଅଛି ଯୋଉ କଲେଜ ଝିଅକୁ ସାଙ୍ଗରେ ଲଭ୍ କରିକି ଧରିକି ପଳେଇଲୁ ହରି ଚାକିରି କରିବା ପାଇଁ, ଲଭ୍ ମ୍ୟାରେଜ କରିକି? କୋଉଠିକି? ବେଙ୍ଗଲୋର। ବେଙ୍ଗଲୋର ଗଲା ପରେ ସ୍ତ୍ରୀ ସାଙ୍ଗରେ ଯୋଉ ବୁଲିଲୁ, କ୍ଲବରେ ସିନେମା ଗଲୁ, ଭାଇ ଏଇଠି ଗାଁରେ କ'ଣ କରୁଛି କ'ଣ ନାହିଁ କେବେ ପଚାରିଛୁ? ଭାଇ ଭାଉଜ ଏଇଠି କ'ଣ ଖାଉଛନ୍ତି, କେମିତି ଅଛନ୍ତି କେବେ ବୁଝିଛୁ? ଆଜି ପଳେଇ ଆସିଲୁ ଭାଗ ନେବା ପାଇଁ। ଏଇ ଜମିର ଭାଗ ଦରକାର। ଏ ଜମି କ'ଣ ତ ଭାଇର ଅଛି? ଆଉ ନାହିଁ, ବନ୍ଧା ପଡ଼ିଛି। କାହିଁକି ବନ୍ଧା ପଡ଼ିଛି ଜାଣିଛୁ? ଏଇଥିପାଇଁ ବନ୍ଧା ପଡ଼ିଛି, ତତେ ଯୋଉ କଲେଜରେ ପାଠ ପଢ଼େଇଲା ଇଞ୍ଜିନିୟରିଂ କଲେଜରେ, ସେଇ ଯୋଉ ଫିଜ୍ ବାନ୍ଧିଲା ଏଇ ଜମିକୁ ବନ୍ଧା ପକେଇକିରି ଫିଜ୍ ବାନ୍ଧିକି ତତେ ମଣିଷ କରୁଛି। ତତେ ଦିନକ ପାଇଁ ଦୁଃଖ ଦେଇନି, ତୋର ସବୁ ଜିଦ୍କି ପୂରଣ କରୁଛି ଏଇ ଭାଇ। ଆଉ ଇଏ ରାମଚନ୍ଦ୍ର ଭଳିଆ ଭାଇକି ତୁ ଆଜି ଅପମାନ କରୁଛୁ ଭାଗ ମାଗିକି? ତତେ ଟିକେ ଲାଜ ଲାଗୁନି? ସାନ ଭାଇର କର୍ତ୍ତବ୍ୟ ଏଇଟା। ହଉ ଭାଇନା, ଭାଇନା ଥାଉ। ଆଉ ହଉ ଭାଇନା, ମୋର ଭୁଲ ହେଇଗଲା। ଆରେ ମତେ ଭୁଲ ମାଗିବା ଦରକାର ନାହିଁ। ତୋ ଭାଇ ଯୋଉ ରାମଚନ୍ଦ୍ର ଭଳିଆ ଭାଇ କି ଯେତିକି ତୁ ଅପମାନ କରିଛୁ, ତତେ କ୍ଷମା ନାହିଁ। ତା ଭାଇକି କ୍ଷମା ମାଗେ।
भाई मोर भूल ही जाइए भाई मत क्षमा कर दिए भाई जीवन रे एमती के भूल करी भाई मत क्षमा कर दिए भाई मत क्षमा कर दिए भाई।